ଯେତେବେଳେ ପ୍ରଥମ ବଂଶୀ ବଜାଉଥିଲି ଦେଖନ୍ତୁ ଏମିତି ମୋର ସାଉଣ୍ଡ ଆସୁଥିଲା। ନମସ୍କାର, ଜୟ ଜଗନ୍ନାଥ। ମୁଁ ଧର୍ମେନ୍ଦ୍ର ସ୍ୱାଗତ କରୁଛି ଆଜିର ବ୍ଲଗକୁ। ଆଜି ସାଙ୍ଗମାନେ ଆପଣଙ୍କୁ ଦେଖେଇବି ବଂଶୀ କେମିତି ବଜାଯାଏ। ଦେଖନ୍ତୁ ଏଇଟା ହେଉଛି ବଂଶୀ, ପ୍ଲାଷ୍ଟିକ ବଂଶୀ। ଏଇଟା ପ୍ଲାଷ୍ଟିକ ପାଇପ୍ରେ ତିଆରି ଥିଲା, ୱାରିଂ ପାଇପ୍ରେ। ଆପଣମାନେ ବାଉଁଶ ବଂଶୀରେ ବି ବଜାଇ ପାରିବେ। ମୁଁ ବି ବାଉଁଶ ବଂଶୀ ବଜାଏ। ଏଇଟା ଗୋଟେ ପ୍ରାକ୍ଟିସ୍ ପାଇଁ ପ୍ରଥମ କିଣା ଯାଇଥିଲା, ସଞ୍ଜୟ ଭାଇଙ୍କ ଠାରୁ ଆଣିଥିଲି। ଏଥିରେ କ'ଣ ଆକ୍ଚୁଆଲି ଦେଖନ୍ତୁ, ଏଇଟା ହେଉଛି ଲେଫ୍ଟି, ଏଇଟା ହେଉଛି ରାଇଟି। ତ ପ୍ରାୟ ଲୋକ କ'ଣ କରନ୍ତି, ବହୁତ ବଡ଼ ବଡ଼ ଆର୍ଟିଷ୍ଟ ମାନେ ବି ରାଇଟ୍ ବଜାନ୍ତି। ଆକ୍ଚୁଆଲି ନିୟମ ବଂଶୀ ରାଇଟ୍ ବଜାଇବା କଥା। ଭଗବାନ କୃଷ୍ଣ ବି ରାଇଟ୍ ବଜାଉଥିଲେ, କିନ୍ତୁ କେତେଜଣ ଅଛନ୍ତି ଲେଫ୍ଟି ବଜାନ୍ତି। ତ ସେମାନଙ୍କର ଲେଫ୍ଟି ଅଭ୍ୟାସ, ମୋର ବି ଲେଫ୍ଟି ଅଭ୍ୟାସ, ମୁଁ ବି ଲେଫ୍ଟି ବଜାଏ। ଆମର ଭାରତର ଯିଏ ନମ୍ବର ୱାନ୍ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଜୀ, ସିଏ ବି ଲେଫ୍ଟି। ତ ଏଇଟା ପ୍ରାକ୍ଟିସ୍ ଉପରେ ଡିପେଣ୍ଡ କରେ, କିଛି ନାହିଁ, ଯିଏ ଯେମିତି ପ୍ରାକ୍ଟିସ୍ କରିବେ। ଲେଫ୍ଟି ରାଇଟ୍ ଫରକ ନାହିଁ, ବଜାଇବା ଦରକାର। ତ ମୁଁ ଆପଣଙ୍କୁ ଆଜି ପୁରା ମେଥଡ଼ ଦେଖେଇବି କେମିତି ବଜାଯାଏ ବଂଶୀ, କେମିତି ବ୍ଲୋଇଂ କରନ୍ତି, ସାଉଣ୍ଡଟା କେମିତି ପରଫେକ୍ଟ ବାହାର କରିବ, ଆଉ ସାରେଗାମାର ଷ୍ଟେପ୍ ବି ଏଥିରେ କହିବି। ତ ଗୋଟେ ଭିଡ଼ିଓ ଆପଣମାନେ ଦେଖନ୍ତୁ, ଯେଉଁମାନେ ବି ବଂଶୀ ବଜାଇବାକୁ ଚାହୁଁଥିବେ, ଯିଏ ବି ନୂଆ ଶିଖୁଥିବେ। ତ ମୋର ଅଳ୍ପ ଜ୍ଞାନ ହେଲେ ବି ନିଶ୍ଚିନ୍ତ ଭାବରେ ଏଇ ଜ୍ଞାନ ସେମାନଙ୍କ କାମରେ ଲାଗିବ। ଦୟାକରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚିନ୍ତ ଭାବରେ ଜାଣିପାରିବେ। ଦେଖନ୍ତୁ ଏଇଟା ହେଉଛି ବ୍ଲୋଇଂ ହୋଲ୍। ଏଇ ଯେଉଁ ହୋଲ୍ଟା ଦେଖୁଛନ୍ତି, ଏଇଟା ହେଉଛି ଫୁଙ୍କା ଯିବ। ବାକି ଏଇପଟେ ଯେଉଁ ରହିଲା 1 2 3 4 5 6, ଏଇ 6টাରେ ଆମେ ଆଙ୍ଗୁଠି ପକାଇବା। ଆଙ୍ଗୁଠି ପକାଇ ଏଇଥିରେ ଆଙ୍ଗୁଠି ଚାଳନ କରି ସ୍ୱର କଣ୍ଟ୍ରୋଲ କରିବା। ଏଟା ଯେଉଁ ଅଛି, ଏଥିରେ କିଛି କାମ ନଥାଏ। ଏଇଟା କେତେକ ବଂଶୀରେ ଥାଏ, କେତେକ ବଂଶୀରେ ବି ନଥାଏ। ଏଇଟା ଏକ୍ସଟ୍ରା ଦେଇଥାନ୍ତି। ପ୍ରାୟ ତଳପଟେ ରହେ ଏଇଟା। ଏଇ ବଂଶୀରେ କ'ଣ ଏଇଠି ଅଛି, କେତେଜଣ ସାଇଡ଼୍ରେ ବି ଥାଏ ଏମିତି। ମୋର ଯେଉଁଟା ବଡ଼ ବଂଶୀ ଆପଣ ଦେଖିଥିଲେ ପୂନମ ଫ୍ଲୁଟ୍ ଦିଲ୍ଲୀରୁ ଆଣିଥିଲି, ସେଥିରେ ବି ସାଇଡ଼୍ ଥାଏ। ତ ଏଇଥିରେ ଆପଣ ଆଜି ବଜେଇ ଦେଖିବି ସାରେଗାମାଟା କେମିତି ପ୍ରଥମେ, ଆଉ ସାଉଣ୍ଡଟା କେମିତି ବାହାରିବ। ଦେଖନ୍ତୁ ଏମିତି ଓଠରେ ଲଗାଇବେ। ଆଗେ କ'ଣ କରିବେ, ଯେକୌଣସି ହୋଲ୍ ପକେଇକି ହଉ କି ଉଠେଇକି ହଉ, ସବୁଯାକ ପକାନ୍ତୁ କି ସବୁଯାକ ଉଠାନ୍ତୁ। ପ୍ରାୟ ମୋ ମତରେ 3ଟା ପକେଇଦେଲେ ସାଟା ଯେଉଁଟା, ଏଇଟା ଭଲ ହୁଏ ସାଉଣ୍ଡ ବାହାର କରିବା। ଆମେ ପ୍ରଥମେ ସାଉଣ୍ଡ ବାହାର କରିବାକୁ ପଡ଼ିବ। ସାଉଣ୍ଡ ବାହାର କଲେ ତାପରେ ଆମେ ଜାଣିବା ବାଜୁଛି ନା ନାହିଁ, କେଉଁ ସାଉଣ୍ଡ ବାହାରୁଛି। ଯଦି ଟୋଟାଲି ସାଉଣ୍ଡ ନ ବାହାରିବ, ମୁଁ ଯେତେବେଳେ ପ୍ରଥମ ବଂଶୀ ବଜାଉଥିଲି ଦେଖନ୍ତୁ ଏମିତି ମୋର ସାଉଣ୍ଡ ଆସୁଥିଲା। ଏମିତି ବାହାରୁଥିଲା। ତ ବହୁତ କଷ୍ଟ କରି ମୋତେ ସାଉଣ୍ଡ ବାହାର କରିବାକୁ ପଡ଼ିଲା। ମୋର ଯିଏ ଗୁରୁ ଥିଲେ ପ୍ରଥମେ ପ୍ରଶାନ୍ତ କୁମାର ସେଠୀ ସାର୍, ତାଙ୍କ ପାଖରେ ଶିଖୁଥିଲି। ମୋତେ ସେ ପ୍ରଥମେ କହିଥିଲା କି ସାଉଣ୍ଡ ବାହାର କର। ପ୍ରଥମେ ସାଉଣ୍ଡ ବାହାର କର, ତାପରେ ତୁମେ ସ୍ୱର କଣ୍ଟ୍ରୋଲ କରିବ, କି କ'ଣ ବଜେଇବ, ଗୀତ କି ରାଗ ବଜେଇବ କି ଯାହା ବି ଶିଖିବ, ପ୍ରଥମେ ସାଉଣ୍ଡ। ଦେଖନ୍ତୁ ଏଇଟାକୁ ଏମିତି ତଳ ଉପର କରି ଏମିତି ଓଠରେ ହୋଲ୍ଟାକୁ ଆଡ଼ଜଷ୍ଟ କରିବେ। ଭଲସେ ଦେଖୁଛି, ଦେଖନ୍ତୁ ଏଇଠି ହୋଲ୍ଡ ରଖିକିରି କେଉଁ ଜାଗାରେ ରଖିଲେ ଆମର ପବନଟା ବାହାରୁଛି, ସେଇଟାକୁ ଆମକୁ ମାଇଣ୍ଡରେ ସେଟ୍ କରି ପଡ଼ିବ। ଆମେ ଏମିତି ଲଗାଉଥିବା, ଏତେ ଡିଷ୍ଟାନ୍ସରେ ପବନ ଉପରେ ଥିବ, ଦେଖିଲେ ଆସିଲା। ଏଇଟାକୁ ନିଜେ କିଛି ଦିନ ପ୍ରାକ୍ଟିସ୍ କଲା ପରେ ଅଲରେଡ଼ି ସେଟ୍ ହେଇଯିବ ମାଇଣ୍ଡ। ଏଇ ଜାଗାରେ ଓଠରେ ଲିପ୍ଟା ରଖିଲେ, ଲିପ୍ ପାଖରେ ହୋଲ୍ଡଟା ରଖିଲେ ବା ଆମକୁ ସାଉଣ୍ଡଟା ବାହାରୁଛି। ସେଇଟା ଫାଷ୍ଟ ପ୍ରଥମେ ବଂଶୀ ବଜାର ମୂଳ ଟ୍ରିକ୍। ଦେଖନ୍ତୁ ଏକାଥରେ ଆସିଲା। ଏଇଟା ସାଉଣ୍ଡ ବାହାରିଲା। ଏଇ ଟ୍ରିକ୍ରେ ପ୍ରାକ୍ଟିସ୍ କରିବ, ଯେତେ ଲଙ୍ଗ୍ ପ୍ରାକ୍ଟିସ୍ କରିବ। ସାର୍ ମୋତେ କହିଥିଲେ ଏଇଟା କୁହନ୍ତି ଦମ୍ ପ୍ରାକ୍ଟିସ୍, ସମସ୍ତେ ଗୁରୁ ଶିଖାନ୍ତି। କ'ଣ କରିବେ ନା, ସାଟାକୁ ପୁରା ଲମ୍ବେଇକିରି ବଜେଇବେ। ସା ରେ ଗା ମା। ତ ଏମିତି ଯେତେ ଲଙ୍ଗରେ ପ୍ରାକ୍ଟିସ୍ କରିବ। ଲଙ୍ଗରେ ପ୍ରାକ୍ଟିସ୍ କଲେ ଗୋଟେ ବେନିଫିଟ୍, ସୁର କ୍ଲିଅର ଆସିବ, ସଁ ହେବନି, ନୋଟ୍ ପୁରା ପରଫେକ୍ଟ ଶୁଭିବ ଆପଣଙ୍କୁ କାନକୁ, ଯିଏ ବି ଶୁଣିବେ। ଆଉ ଗୋଟେ ଜିନିଷ, ନିହାତି ଭାବରେ ବଜେଇବାକୁ ବି ଭଲ ପୋଜିସନ୍ ଆସିଯିବ ଆପଣଙ୍କର। ସାରେଗାମା ବି ଠିକ୍ସେ ଆସିବ, ସୁର ଶୁଭିବ। ତ ଏମିତି ଲଙ୍ଗ୍ ବଜେଇବେ। ଏମିତି ବଜେଇବେ। ତ ଏଇଟା ହେଉଛି ଆର ଆକ୍ଚୁଆଲି ମୂଳ ମେଥଡ଼ ବଂଶୀ ବଜାଇବା ପାଇଁ ସମସ୍ତଙ୍କୁ ଜାଣିବା ଦରକାର।
तापर हूँ सारेगामा यहाँ शिखला सारेगामा फास्ट बजेबे सारेगामा देखते आपको कही आगु सब जाक उठेदेवे यपटे 3टा पकेबे ये 3टा पड़े देखु ये उठेदेवे ये 3टा पड़े सा रे गा पुणी सब जाक पड़गले सब सरी सब जाक उठीगले मा पुणी सब जाक पड़े 6टा जाक पा धा नि सा पुणी से सा रु फेर सा नि धा पा पुणी उठीगले मा गा रे सा आप गोटे थर बजे देखिए सारे गाँ पादा सा सा नि धा मागरे सा सारे गा मा पा धा नि सा सा नि धा पा मा गा रे सा